Subscribe now and press the bell icon. ଆସାଇନମେଣ୍ଟ ପ୍ରଶ୍ନଗୁଡ଼ିକ ପାଇବା ପାଇଁ ଏହି ପଦକ୍ଷେପଗୁଡ଼ିକ ଅନୁସରଣ କରନ୍ତୁ। 1. ରେସ୍ପନ୍ସିଭ୍ ୱେବସାଇଟରେ ଯାଆନ୍ତୁ। ରେସ୍ପନ୍ସିଭ୍ ୱେବସାଇଟକୁ ଯାଆନ୍ତୁ। ହୋମ୍ ପେଜରେ ଥିବା ଟାବରେ କ୍ଲିକ୍ କରନ୍ତୁ। ତାପରେ ବିକଳ୍ପରେ ଯାଆନ୍ତୁ। 2. ପାଠ୍ୟକ୍ରମ ଚୟନ କରନ୍ତୁ। ନିଜର ପାଠ୍ୟକ୍ରମ ଚୟନ କରନ୍ତୁ, ଯେପରିକି ଆଦି। ପାଠ୍ୟବସ୍ତୁର ଆଧାରରେ ବିଷୟଗୁଡ଼ିକ ଚୟନ କରନ୍ତୁ। 3. ପ୍ରଶ୍ନଗୁଡ଼ିକ ଡାଉନଲୋଡ୍ କରନ୍ତୁ। ତାଲିକାରୁ ଜରୁରୀ ବିଷୟ ତଥା ବର୍ଷକୁ ଚୟନ କରି ପ୍ରଶ୍ନପତ୍ରଗୁଡ଼ିକ ରୂପରେ ଡାଉନଲୋଡ୍ କରନ୍ତୁ। 4. ରିଜନାଲ ସେଣ୍ଟର ୱେବସାଇଟରେ ଯାଆନ୍ତୁ। କେବଳ ମୁଖ୍ୟ ୱେବସାଇଟ ନୁହେଁ, ଆପଣ ନିଜ ରିଜନାଲ ସେଣ୍ଟରର ମଧ୍ୟ ୱେବସାଇଟରେ ଯାଇ ସହଜରେ ଆସାଇନମେଣ୍ଟ ଦେଖିପାରିବେ। 5. ଦ୍ୱାରା ସର୍ଚ୍ଚ କରନ୍ତୁ। ଯଦି ୱେବସାଇଟରେ ପ୍ରଶ୍ନ ପାଇବା ନାହିଁ, ତାହେଲେ 2024 ଲେଖି ସର୍ଚ୍ଚ କରନ୍ତୁ। ଆଦି। ପାଠ୍ୟବସ୍ତୁର ଆଧାରରେ ବିଷୟଗୁଡ଼ିକ ଚୟନ କରନ୍ତୁ। 3. ପ୍ରଶ୍ନଗୁଡ଼ିକ ଡାଉନଲୋଡ୍ କରନ୍ତୁ। ତାଲିକାରୁ ଜରୁରୀ ବିଷୟ ତଥା ବର୍ଷକୁ ଚୟନ କରି ପ୍ରଶ୍ନପତ୍ରଗୁଡ଼ିକ ରୂପରେ ଡାଉନଲୋଡ୍ କରନ୍ତୁ। 4. ରିଜନାଲ ସେଣ୍ଟର ୱେବସାଇଟରେ ଯାଆନ୍ତୁ। କେବଳ ମୁଖ୍ୟ ୱେବସାଇଟ ନୁହେଁ, ଆପଣ ନିଜ ରିଜନାଲ ସେଣ୍ଟରର ମଧ୍ୟ ୱେବସାଇଟରେ ଯାଇ ସହଜରେ ଆସାଇନମେଣ୍ଟ ଦେଖିପାରିବେ। 5. ଦ୍ୱାରା ସର୍ଚ୍ଚ କରନ୍ତୁ। ଯଦି ୱେବସାଇଟରେ ପ୍ରଶ୍ନ ପାଇବା ନାହିଁ, ତାହେଲେ 2024 ଲେଖି ସର୍ଚ୍ଚ କରନ୍ତୁ। ଆସାଇନମେଣ୍ଟ ପ୍ରଶ୍ନଗୁଡ଼ିକ ପାଇବା ପାଇଁ ଏହି ପଦକ୍ଷେପଗୁଡ଼ିକ ଅନୁସରଣ କରନ୍ତୁ। 1. ରେସ୍ପନ୍ସିଭ୍ ୱେବସାଇଟରେ ଯାଆନ୍ତୁ। ରେସ୍ପନ୍ସିଭ୍ ୱେବସାଇଟକୁ ଯାଆନ୍ତୁ। ହୋମ୍ ପେଜରେ ଥିବା ଟାବରେ କ୍ଲିକ୍ କରନ୍ତୁ। ତାପରେ ବିକଳ୍ପରେ ଯାଆନ୍ତୁ। 2. ପାଠ୍ୟକ୍ରମ ଚୟନ କରନ୍ତୁ। ନିଜର ପାଠ୍ୟକ୍ରମ ଚୟନ କରନ୍ତୁ, ଯେପରିକି ଆଦି। ପାଠ୍ୟବସ୍ତୁର ଆଧାରରେ ବିଷୟଗୁଡ଼ିକ ଚୟନ କରନ୍ତୁ। 3. ପ୍ରଶ୍ନଗୁଡ଼ିକ ଡାଉନଲୋଡ୍ କରନ୍ତୁ। ତାଲିକାରୁ ଜରୁରୀ ବିଷୟ ତଥା ବର୍ଷକୁ ଚୟନ କରି ପ୍ରଶ୍ନପତ୍ରଗୁଡ଼ିକ ରୂପରେ ଡାଉନଲୋଡ୍ କରନ୍ତୁ। 4. ରିଜନାଲ ସେଣ୍ଟର ୱେବସାଇଟରେ ଯାଆନ୍ତୁ। କେବଳ ମୁଖ୍ୟ ୱେବସାଇଟ ନୁହେଁ, ଆପଣ ନିଜ ରିଜନାଲ ସେଣ୍ଟରର ମଧ୍ୟ ୱେବସାଇଟରେ ଯାଇ ସହଜରେ ଆସାଇନମେଣ୍ଟ ଦେଖିପାରିବେ। 5. ଦ୍ୱାରା ସର୍ଚ୍ଚ କରନ୍ତୁ। ଯଦି ୱେବସାଇଟରେ ପ୍ରଶ୍ନ ପାଇବା ନାହିଁ, ତାହେଲେ 2024 ଲେଖି ସର୍ଚ୍ଚ କରନ୍ତୁ।